ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଗୌଡ଼। ଆମର ଏହି ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ଜାନୁଆରୀ 8 ତାରିଖ ବୁଧବାର, ନବମୀ ତିଥି, ଅଶ୍ୱିନୀ ନକ୍ଷତ୍ର ମେଷ ରାଶିରେ ଚନ୍ଦ୍ର, ଧନୁ ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କର କିପରି କଟିବ। ମେଷ ରାଶି ବ୍ୟକ୍ତିଙ୍କର ଆଜି ଘାତବାର, ମାତ୍ର ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ କରିବେ। କାର୍ଯ୍ୟ ସିଦ୍ଧି ହେବ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କୌଣସି କାରଣରୁ ମାନସିକ ଦୁଶ୍ଚିନ୍ତାରେ ରହିପାରନ୍ତି। ଆଜି ଆପଣ 100% ପରିଶ୍ରମ କଲେ 50% ରେଜଲ୍ଟ ପାଇବେ। ତାପରେ ଆସିବେ ବୃଷ ରାଶି। ବୃଷ ରାଶି ବ୍ୟକ୍ତିମାନଙ୍କର ଆଜି ଉଭୟ ଶୁଭ ଅଶୁଭ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ। ଯାତ୍ରାରେ ସଫଳତା। କୌଣସି କାରଣରୁ ମାନସିକ ଅଶାନ୍ତି ଦେଖା ଦେଇପାରେ। ଆଜି ଆପଣ 100% ପରିଶ୍ରମ କଲେ 50% ଫଳ ପାଇବେ। ତାପରେ ଆସିବା ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟ ହାନି, ଯାତ୍ରାରେ ବିଫଳ, ଶରୀର କଷ୍ଟ ଦେଖା ଦେଇପାରେ। ମାନସିକ ଦୁଶ୍ଚିନ୍ତାରେ ରହିପାରନ୍ତି। ତାପରେ ଆସିବା କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମିଶ୍ରିତ ଫଳ ଲାଭ ହେବ। ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ। ବହୁ ପରିଶ୍ରମ କରିବାକୁ ପଡ଼ିପାରେ। ସାମାନ୍ୟ ପରିବାରରେ ଅଶାନ୍ତି ଦେଖା ଦେଇପାରେ। ମାନସିକ ଦୁଶ୍ଚିନ୍ତାରେ ରହିପାରନ୍ତି। ଆପଣ ଆଜି 100% ପରିଶ୍ରମ କଲେ 50% ଫଳ ପାଇବେ। ତାପରେ ଆସିବା ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟ ହାନି, ଯାତ୍ରାରେ ବିଫଳ, ସତର୍କ ରୁହନ୍ତୁ। ଆଜି ଆପଣ 100% ପରିଶ୍ରମ କଲେ 40% ଫଳ ପାଇବେ। ତାପରେ ଆସିବା କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ। ଯାତ୍ରାରେ ସଫଳତା। ଆଜି ଆପଣ 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା ତୁଳା ରାଶି। ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି, ଯାତ୍ରାରେ ସଫଳତା, ମାତ୍ର ଧନ ବ୍ୟୟର ଯୋଗ ଅଛି। ଆଜି ଆପଣ 100% ପରିଶ୍ରମ କଲେ 60% ଫଳ ପାଇବେ। ତାପରେ ଆସିବା ବିଛା ରାଶି। ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ। କାର୍ଯ୍ୟ ସିଦ୍ଧି, ଯାତ୍ରାରେ ସଫଳତା, ସୁସ୍ୱାଦୁ ଭୋଜନ ଲାଭ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆଜି ଦିନଟି ଆପଣ 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ। ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟ ହାନି, ଯାତ୍ରାରେ ବିଫଳ, ମାନସିକ ଦୁଶ୍ଚିନ୍ତାରେ ଦିନଟି କଟିବ। ପରିବାରରେ ଅଶାନ୍ତି ଦେଖା ଦେଇପାରେ। ଆପଣ ଆଜି 100% ପରିଶ୍ରମ କଲେ 30% ଫଳ ପାଇବେ। ତାପରେ ଆସିବା ମକର ରାଶି। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟ ହାନି, ଯାତ୍ରାରେ ବିଫଳତା, ଶାରୀରିକ ପୀଡ଼ା ପାଇପାରନ୍ତି। ସତର୍କ ରୁହନ୍ତୁ। ଆଜି ଦିନଟି ଆପଣ 100% ପରିଶ୍ରମ କଲେ 30% ଫଳ ପାଇବେ। ତାପରେ ଆସିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ। କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି, ଯାତ୍ରାରେ ସଫଳତା, ସୁସ୍ୱାଦୁ ଭୋଜନ ଲାଭର ଯୋଗ ଅଛି। ଆପଣ ଆଜି 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ। ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଉଭୟ ଶୁଭ ଅଶୁଭ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ। ବହୁ ପରିଶ୍ରମ କରିବାକୁ ପଡ଼ିପାରେ। ଶରୀର ପୀଡ଼ା ପାଇପାରନ୍ତି। ଆଜି ଆପଣ 100% ପରିଶ୍ରମ କଲେ 40% ଫଳ ପାଇବେ। ଆଜିର ରାଶି ନକ୍ଷତ୍ର କାର୍ଯ୍ୟକ୍ରମଟି ଏଇଠି ଶେଷ ହେଲା। ଶେଷରେ କହି ରଖୁଛି, ଆଜି ଲାଉ ଭୋଜନ କରନ୍ତୁ ନାହିଁ। ଜୟ ଜଗନ୍ନାଥ।